এইটা 1980 মସିହାରୁ ଷ୍ଟାର୍ଟ ହେଇଛି। ଜାନକୀ ବି ଆରମ୍ଭ କରିଥିଲେ, ସେଇଦିନଠୁ କଣ୍ଟିନ୍ୟୁସଲି ଚାଲିଛି। ଏ ପଖାଳ ଦିବସରେ ବନ୍ଧୁ ମିଳନ ଗୋଟେ ହୁଏ। ଜଗନ୍ନାଥଙ୍କର ଆଇଡିଓଲୋଜିରେ ତାଙ୍କର ପଖାଳ ଖାଦ୍ୟ ମେନ୍ ଆମ ଠାକୁରଙ୍କର ସେଇ ଆଦର୍ଶରେ ଓଡ଼ିଆ ସମାଜ ଗଢ଼ା। ଆମ ପଖାଳରେ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ବହୁତ ଲୋକ ଚାରିଆଡ଼ୁ ଆସିଛନ୍ତି। ଆଉ ଏମିତି ଏଇଟା ହେଉଛି। ଆଜି ଏଥର ଜୋରସୋରରେ ହେଇଗଲା, ଭାରି ଖୁସି ଲାଗୁଛି। ଆଜି ସୁନ୍ଦରପଦା ଡାକ୍ତରଖାନା, ହାଟ ଆଉ ଆମର ଲିଙ୍ଗରାଜ ଷ୍ଟେସନ ଯଦି ଠିଆ ହେଇଛି ଏମାନଙ୍କ ନେତୃତ୍ୱରେ 60 ବର୍ଷ ଏକାଠି ଆମେ ସବୁ BM ହାଇସ୍କୁଲ ଷ୍ଟୁଡେଣ୍ଟ। ସେତେବେଳେ ଭୁବନେଶ୍ୱରରେ ସୁରବାଙ୍କ ପାଇଁ ସବୁ ସମ୍ଭବପର ହେଇଛି। ଆମେ BM ସ୍କୁଲ ପଢ଼ା 64 ମସିହାରୁ 62 63 ସାଙ୍ଗ, ଆମେ ଏକାଠି ପାଠ ପଢ଼ୁଥିଲୁ, ଏକାଠି ରହିଛୁ, ସବୁ କାର୍ଯ୍ୟକ୍ରମରେ ସହଯୋଗ କରୁଛୁ। ବର୍ତ୍ତମାନ ସେଇ କଂଗ୍ରେସରେ ଅଛୁ, ରହିଥିବୁ। ଆଜ୍ଞା ହଁ, ମୁଁ କାର୍ଡ଼ ପାଇଥିଲି। ମୋତେ କହିଥିଲେ ସକାଳ ଭୋଜନ ବି ଆସିବ, 9ଟା ବେଳେ ହେବ। ଆଉ ସବୁ ଲେଖା ହେଇଛି, ମିଡ଼ିଆ ଫିଡ଼ିଆ ସମସ୍ତେ ଆସିବେ, ଲେଖା ହେଇଥିଲା। ମୁଁ ଦେଖିଲି ଯାହା ବଢ଼ିଆ କାମ ହେଇଛି। ଏଇଟା ଆର ବର୍ଷ ବି ହେଇଥିଲା, ଆମେ ଆସିଥିଲୁ। ଏଥର କିନ୍ତୁ ଯେଉଁ ବଡ଼ ଆକାରରେ ଟିକେ ହେଉଛି। ଆଉ କ'ଣ ଆଜ୍ଞା ଖାଇବା ଏ ସୁରାମଙ୍କର ଯେଉଁ ଆରେଞ୍ଜମେଣ୍ଟ ସବୁ ଆମ ପାଇଁ ସବୁ ଖାଇବାକୁ ହେଇଛି। କଲରା ଭଜା, ଆଳୁ ଭଜା, ବାଇଗଣ ଭର୍ତ୍ତା, ମହୁରାଡ଼ି ମାଛ, ବଡ଼ ମାଛ, ବାଇଗଣ ଭର୍ତ୍ତା, ପଖାଳ 4-5 ପ୍ରକାର। ମୁଁ ଏତେ ଖାଇପାରିବିନି, ଗୋଟିଏ ପ୍ରକାର ଆଣିଛି ଦହି ପଖାଳ। ଯେତେ ହେଇଛି ଏତେ କିଏ ଖାଇବ? ଆମର ବୟସ ନାହିଁ ଖାଇବା ପାଇଁ।